गुड मॉर्निंग ओडिशा महांत न्यूज रे आपनकु स्वागत। आज 22 जुलाई सोमवार मु आपनक पई नै आसीची देश विदेशर 30 टी मुख्य खबर। आपनकु अनुरोध वीडियो को संपूर्ण देखिबे और एहाकु लाइक करिया पई भूलिबे नाही और आम वीडियो को आपण माने कौ जिल्लारू देखुचंती कमेंट माध्यम रे जणांतु। खबर नंबर 1 बिजू पटनायक क्रीडा पुरस्कार ना बदलिबनी मुख्यमंत्री। बिजू पटनायक क्रीडा पुरस्कार ना परिवर्तन हेबनी एने सूचना देइछंती नूतन मुख्यमंत्री मोहन चरण माझी। पूर्वपरी बिजू पटनायक नाम क्रीडा पुरस्कार दियाजिबो। सूचनायोग्य शनिवार राज्य सरकार बिजू पटनायक क्रीडा पुरस्कार ना बदलाई देइतिले। एहार नुआ ना रखा जाइछि ओडिशा राज्य क्रीडा सम्मान। खबर नंबर 2 भारत पई गर्वर विषय चंद्रयान 3 को मिलिबो पुरस्कार। भारतर चंद्रयान 3 विश्वर प्रथम देश भावे चंद्रपृष्ठर दक्षिण ध्रुव निकटरे अवतरण करिथिला। ଏହା ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମକୁ ନେଇ ଭାରତକୁ ମିଳିଛି ପୁଣି ଏକ ବଡ଼ ସଫଳତା। ଚନ୍ଦ୍ରଯାନ 3କୁ ଅନ୍ତର୍ରାଷ୍ଟ୍ରୀୟ ମହାକାଶ ମହାସଂଘ ଦ୍ୱାରା ବିଶ୍ୱ ମହାକାଶ ପୁରସ୍କାରରେ ସମ୍ମାନିତ କରାଯିବ। ଭାରତ ବ୍ୟତୀତ ଆମେରିକା, ରୁଷିଆ ଓ ଚୀନ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାର ଉପଲବ୍ଧି ହାସଲ କରିଛନ୍ତି। ଆସନ୍ତା ଅକ୍ଟୋବର 14 ତାରିଖରେ 75ତମ ଅନ୍ତର୍ରାଷ୍ଟ୍ରୀୟ ମହାକାଶ ଯାତ୍ରୀ ସମ୍ମିଳନୀର ଉଦ୍ଘାଟନ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ। ଚନ୍ଦ୍ରଯାନ 3 ଗତବର୍ଷ ଅଗଷ୍ଟ ମାସରେ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଲ୍ୟାଣ୍ଡିଂ କରିଥିଲା। ଉକ୍ତ ସଫଳତାର ପାଖାପାଖି ଏକ ବର୍ଷ ପରେ ଚନ୍ଦ୍ରଯାନ 3 ପୁଣି ଥରେ ଏକ ସଫଳତା ହାସଲ କରିଛି। ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ପ୍ରତିକ୍ରିୟା ଆସିଛି। ଖବର ନମ୍ବର 3 2020 କରୋନା ମହାମାରୀରେ ମରିଛନ୍ତି 12 ଲକ୍ଷ ଲୋକ। ରିପୋର୍ଟକୁ ଖଣ୍ଡନ କଲା ଭାରତ। 2020ରେ କରୋନା ମହାମାରୀରେ ପ୍ରଥମ ଲହରୀରେ ଭାରତରେ 12 ଲକ୍ଷ ଲୋକଙ୍କ ଜୀବନ ଯାଇଛି, ଯାହାକି ଭାରତ ସରକାର ଦେଇଥିବା ମୃତ୍ୟୁ ସଂଖ୍ୟାର 8 ଗୁଣ ଅଧିକ ବୋଲି ଦାବି କରାଯାଇଛି। କାତାରର ମିଡିଆ ହାଉସ୍ ଅଲଜିରା 10 ବଡ଼ ଡେମୋଗ୍ରାଫର ଓ ଅର୍ଥନୀତିକ ରିପୋର୍ଟକୁ ଆଧାର କରି ଏହା ପ୍ରକାଶ କରିଛି। ଭାରତ ସରକାର 2020ରେ କରୋନାରେ 1,48,000 ଲୋକ ପ୍ରାଣ ହରାଇଥିବା ଦର୍ଶାଇଥିଲେ। କେନ୍ଦ୍ର ସରକାର ସଦ୍ୟତମ କୋଭିଡ୍ ମୃତ୍ୟୁ ରିପୋର୍ଟକୁ ଖଣ୍ଡନ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଏହି ରିପୋର୍ଟ ଅସମର୍ଥିତ ତଥା ଅଗ୍ରହଣୀୟ ଭୁଲ ତଥ୍ୟ ଆଧାରରେ ଏହାକୁ ପ୍ରସ୍ତୁତ କରାଯାଇଛି। ଖବର ନମ୍ବର 4 ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତ୍ୟେକ ସୋମବାର ଭୁବନେଶ୍ୱରରେ ଅଭିଯୋଗ ଶୁଣାଣି କରୁଥିବା ବେଳେ ଜୁଲାଇ 22 ତାରିଖ ସୋମବାର ତାହା ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିକୁ ବନ୍ଦ ରଖାଯାଇଛି ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଛି। ଖବର ନମ୍ବର 5 କର୍ଣ୍ଣାଟକରେ ଜନ୍ମ ହେଲା 25ଟି ଆଙ୍ଗୁଠି ଥିବା ଶିଶୁ। କର୍ଣ୍ଣାଟକର ବାଗଲକୋଟେ ଜିଲ୍ଲାର ଏକ ଘରୋଇ ଡାକ୍ତରଖାନାରେ ଜଣେ ମହିଳା 25 ଆଙ୍ଗୁଠି ଥିବା ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ଶିଶୁର ଡାହାଣ ହାତରେ 6ଟି ଆଙ୍ଗୁଠି ଏବଂ ଉଭୟ ପାଦରେ 6ଟି ଆଙ୍ଗୁଠି ବ୍ୟତୀତ ବାମ ପାର୍ଶ୍ୱରେ 7ଟି ଆଙ୍ଗୁଠି ଅଛି। ଡାକ୍ତରଙ୍କ ଅନୁଯାୟୀ କ୍ରୋମୋଜୋମର ଅସନ୍ତୁଳନ ହେତୁ ଏହା ହୋଇଥାଏ। ଖବର ନମ୍ବର 6 ଓଡ଼ିଶା ପ୍ରଦେଶ କମିଟିକୁ ଭାଙ୍ଗିଲା କଂଗ୍ରେସ। ରାଜ୍ୟରେ ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଓଡ଼ିଶା ପ୍ରଦେଶର ସମସ୍ତ କମିଟି ଭଙ୍ଗ କରିଛି ଭାରତୀୟ ଜାତୀୟ କଂଗ୍ରେସ। ପିସିସି ସମେତ କାର୍ଯ୍ୟକାରୀ କମିଟି, ଜିଲ୍ଲା, ବ୍ଲକ ଓ ମଣ୍ଡଳ ସ୍ତରୀୟ କମିଟି ମଧ୍ୟ ଭାଙ୍ଗିଛି କଂଗ୍ରେସ। ବର୍ତ୍ତମାନ ଜିଲ୍ଲା ସଭାପତିଙ୍କୁ କାମଚଳା ସଭାପତି ଦାୟିତ୍ୱ ଦିଆଯାଇଛି। ଏଥିସହିତ ଓଡ଼ିଶା ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବାର 1.5 ମାସ ପରେ ବିଧାନସଭାରେ ବିଧାୟକ ଦଳ ନେତା ଚୟନ କରିଛି କଂଗ୍ରେସ। ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡମାଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରିଛି। ଅଶୋକ ଦାସଙ୍କୁ ବିଧାୟକ ଦଳର ଉପନେତା ନିର୍ବାଚିତ କରାଯାଇଛି। ସେହିପରି ଡାକ୍ତର ସିଏସ୍ ରାଜନ ଏକ୍ସାଙ୍କୁ ଦଳର ମୁଖ୍ୟ ସଚେତକ ନିଯୁକ୍ତ କରାଯାଇଛି। ଖବର ନମ୍ବର 7 ବାଂଲାଦେଶରେ ବିକ୍ଷୋଭକାରୀଙ୍କୁ ବଡ଼ ବିଜୟ, କୋଟା ହ୍ରାସ କଲେ ସୁପ୍ରିମକୋର୍ଟ। ବାଂଲାଦେଶରେ ସରକାରୀ ଚାକିରିରେ ମାତ୍ରାଧିକ ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ଆନ୍ଦୋଳନ ଆରମ୍ଭ କରିଥିବା ବିକ୍ଷୋଭକାରୀଙ୍କୁ ବଡ଼ ବିଜୟ ମିଳିଛି। ଦେଶରେ ହିଂସା ବ୍ୟାପି 130 ଜୀବନ ଚାଲିଯିବା ପରେ ଶେଷରେ ରବିବାର ସୁପ୍ରିମକୋର୍ଟ ସରକାରୀ ଚାକିରିରେ ମାତ୍ରାଧିକ କୋଟାକୁ ଉଚ୍ଛେଦ କରିଦେଇଛନ୍ତି। ଏଣିକି ସରକାରୀ ଚାକିରିରେ 30% ସଂରକ୍ଷଣ ବଦଳରେ ମାତ୍ର 7% ସଂରକ୍ଷଣ ରହିବ। ଏହା ସହିତ ଆନ୍ଦୋଳନରେ ସାମିଲ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଶ୍ରେଣୀଗୃହକୁ ଫେରିବାକୁ ପରାମର୍ଶ ଦେଇଛନ୍ତି।
ଖବର ନମ୍ବର 8 ଧମକ ଦେଲା ପାକିସ୍ତାନ, ଭାରତ ବିନା ଖେଳିବୁ ଚାମ୍ପିୟନ୍ ଟ୍ରଫି। ଚାମ୍ପିୟନ୍ ଟ୍ରଫି 2025 ଆୟୋଜନକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି। ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି, କିନ୍ତୁ ଟିମ୍ ଇଣ୍ଡିଆ ଆଇସିସି ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରିବାକୁ ପ୍ରସ୍ତୁତ ନୁହେଁ। 2023ରେ ଖେଳାଯାଇଥିବା ଏସିଆ କପ୍ରେ ମଧ୍ୟ ଟିମ୍ ଇଣ୍ଡିଆ ପାକିସ୍ତାନ ଗସ୍ତ କରିନଥିଲା ଏବଂ ହାଇବ୍ରିଡ୍ ମଡେଲ ଅଧୀନରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା। ବର୍ତ୍ତମାନ ଏହି ସମୟରେ ପାକିସ୍ତାନର ଷ୍ଟାର ଫାଷ୍ଟ ବୋଲର ହାସନ ଅଲି ଏକ ବଡ଼ ବିବୃତ୍ତି ଦେଇଛନ୍ତି ଏବଂ କହିଛନ୍ତି, ଆମେ ଭାରତ ବିନା ଚାମ୍ପିୟନ୍ ଟ୍ରଫି ଖେଳିବୁ। ହାସନ ଅଲି କହିଛନ୍ତି, ଯଦି ଆମେ ଭାରତ ଯାଉଛୁ ତେବେ ସେମାନେ ମଧ୍ୟ ପାକିସ୍ତାନକୁ ଆସିବା ଉଚିତ। କ୍ରୀଡ଼ାକୁ ରାଜନୀତିରୁ ଦୂରେଇ ରଖିବା ଆବଶ୍ୟକ। ହାସନ ଅଲି ଏହା ମଧ୍ୟ ଦାବି କରିଛନ୍ତି ଯେ ଅନେକ ଭାରତୀୟ ଖେଳାଳି ପାକିସ୍ତାନରେ ଖେଳିବାକୁ ଚାହୁଁଛନ୍ତି। ଆହୁରି ମଧ୍ୟ ପାକିସ୍ତାନୀ ପେସର କହିଛନ୍ତି, ଯେପରି ଆମର ଅଧ୍ୟକ୍ଷ କହିଛନ୍ତି, ଯଦି ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଯାଉଛି ତେବେ ଏହା କେବଳ ପାକିସ୍ତାନରେ ଅନୁଷ୍ଠିତ ହେବ। ଯଦି ଭାରତ ଆସିବାକୁ ଚାହୁଁନାହିଁ ତେବେ ଆମେ ସେମାନଙ୍କ ବିନା ଖେଳିବୁ। ଭାରତ ଯଦି ଆପଣ ଅଂଶଗ୍ରହଣ କରିବାକୁ ଚାହୁଁନାହାନ୍ତି, ଏହାର ଅର୍ଥ ନୁହେଁ ଯେ କ୍ରିକେଟ ସମାପ୍ତ ହୋଇଛି। ଭାରତ ବ୍ୟତୀତ ଅନ୍ୟ ଅନେକ ଦଳ ମଧ୍ୟରେ ଅଛନ୍ତି। ଖବର ନମ୍ବର 9 ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପୂର୍ଣ୍ଣ ହେଲା ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ। ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପୂର୍ଣ୍ଣ ହେଲା ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ। ଜନ୍ମମାଟି ପାତ୍ରପୁଟ ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କମଳା ପୂଜାରୀଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି। ପଞ୍ଚଭୂତରେ ଲୀନ ହୋଇଛି କମଳାଙ୍କ ପାର୍ଥିବ ଶରୀର। ଜୟପୁର ମେଡିକାଲରୁ ତାଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ପାତ୍ରପୁଟକୁ ନିଆଯାଇଥିଲା। ଗାଁ ମଶାଣିରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବା ପରେ ତାଙ୍କ ଶେଷକୃତ୍ୟ ସମ୍ପୂର୍ଣ୍ଣ ହୋଇଛି। ଖବର ନମ୍ବର 10 ପାକିସ୍ତାନର ଦୂତାବାସ ଉପରେ ଆକ୍ରମଣ କଲେ ଆଫଗାନିସ୍ତାନର ନାଗରିକ। ଆଫଗାନିସ୍ତାନର ନାଗରିକମାନେ ଜର୍ମାନୀର ପାକିସ୍ତାନର ଦୂତାବାସ ଉପରେ ଆକ୍ରମଣ କରିଛନ୍ତି। ଅନେକ ଆଫଗାନିସ୍ତାନୀ ଦୂତାବାସରେ ପ୍ରବେଶ କରି ସେଠାରେ ଭଙ୍ଗାରୁଜା କରିଛନ୍ତି। ପାକିସ୍ତାନର ପତାକା ମଧ୍ୟ ଓହ୍ଲାଇ ଦେଇଛନ୍ତି। ବର୍ତ୍ତମାନ ଜର୍ମାନୀର ଫ୍ରାଙ୍କଫର୍ଟରେ ଥିବା ପାକିସ୍ତାନୀ ଦୂତାବାସର ସୁରକ୍ଷାକୁ ବୃଦ୍ଧି କରାଯାଇଛି। ଏହି ଉତ୍ତେଜନାକୁ ଦୃଷ୍ଟିରେ ରଖି ପାକିସ୍ତାନର କରାଚିରେ ଜର୍ମାନ ଦୂତାବାସର ସୁରକ୍ଷାକୁ ବୃଦ୍ଧି କରିଛି। ଏଥିସହିତ ସୁରକ୍ଷା କାରଣରୁ ଏହାକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ତଥାପି ଆକ୍ରମଣ ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। କେତେକ ଗଣମାଧ୍ୟମ ରିପୋର୍ଟରେ ପାକିସ୍ତାନରୁ ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଆଫଗାନିସ୍ତାନ ପଠାଇବା କାରଣରୁ ଏହି ବିରୋଧ ହେଉଛି ବୋଲି ବିଶ୍ୱାସ କରାଯାଏ। ଏହି କାରଣରୁ ଲୋକମାନେ ହାଙ୍ଗାମା ସୃଷ୍ଟି କରୁଛନ୍ତି। ଖବର ନମ୍ବର 11 ରାହୁଲ କେବେ ହେବେ ପ୍ରଧାନମନ୍ତ୍ରୀ? 2029 ନା 2034ରେ? ଭବିଷ୍ୟବାଣୀ କଲେ ଜଣାଶୁଣା ଶିକ୍ଷାବିତ୍। ଲୋକସଭାରେ ବିରୋଧୀ ଦଳର ନେତା ତଥା ରାୟବରେଲୀ ସାଂସଦ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ନେଇ ଏକ ଭବିଷ୍ୟବାଣୀ ସାମ୍ନାକୁ ଆସିଛି। ଏହାକୁ ନେଇ ଏବେ ଜୋରଦାର ଆଲୋଚନା ହେଉଛି। ଜଣାଶୁଣା ଶିକ୍ଷାବିତ୍ ଡକ୍ଟର ବିକାଶ ଦିବ୍ୟକୀର୍ତ୍ତି କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ଭିତରେ ପ୍ରଧାନମନ୍ତ୍ରୀ ହେବାର ଗୁଣ ଦେଖିବାକୁ ମିଳୁଛି ଏବଂ ସେ ମଧ୍ୟ ଲୋକମାନଙ୍କ ମଧ୍ୟରେ ଲୋକପ୍ରିୟ ହେବାରେ ଲାଗୁଛନ୍ତି। ବର୍ତ୍ତମାନଠାରୁ 10ରୁ 15 ବର୍ଷ ପରେ ଆମେ ତାଙ୍କୁ ପିଏମ୍ ଭାବରେ ଦେଖିପାରିବା। ଏଥର ଯେଉଁ ଫଳାଫଳ ଆସିଛି ଏହା ତାଙ୍କର ମନୋବଳ ବଢ଼ାଇଛି। ମୁଁ ଭାବୁଛି ଯଦି ସେ ତାଙ୍କ ଟ୍ରାକ୍ ନ ଛାଡ଼ନ୍ତି ତେବେ ସେ 2034 ପାଖାପାଖି କିମ୍ବା 2029ରେ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ଖବର ନମ୍ବର 12 ଆଜି ଶ୍ରାବଣର ପ୍ରଥମ ସୋମବାର, ଜଳ ଲାଗି କରିବେ ଭକ୍ତ। ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଭକ୍ତମାନେ ମହାଦେବଙ୍କୁ ଜଳ ଲାଗି କରିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ବେଶ୍ କଡ଼ାକଡ଼ି କରିଛି କମିଶନରେଟ୍ ପୋଲିସ। କାଉଡ଼ିଆଙ୍କ ସୁରକ୍ଷା, ଟ୍ରାଫିକ୍ ବ୍ୟବସ୍ଥା, କ୍ରାଉଡ୍ ମ୍ୟାନେଜମେଣ୍ଟ, ଅପ୍ରୀତିକର ପରିସ୍ଥିତିକୁ ରୋକିବା ଲାଗି ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଲିଙ୍ଗରାଜ ମନ୍ଦିର ଓ ଅନ୍ୟ 26ଟି ସ୍ଥାନରେ 2 ଜଣ ଅତିରିକ୍ତ ଡିସିପି, 4 ଜଣ ଏସିପି, 6 ଇନ୍ସପେକ୍ଟର, 30 ସବ୍ ଇନ୍ସପେକ୍ଟର ଓ ଏଏସ୍ଆଇଙ୍କ ସହ ମୋଟ 15 ସେକ୍ସନ ଫୋର୍ସ ମୁତୟନ ହେବେ। ରାଜଧାନୀରେ କାଉଡ଼ିଆ ଯିବା ଆସିବା ବାଟରେ ମୋବାଇଲ ପେଟ୍ରୋଲିଂ ଟିମ୍, ପିସିଆର ରହିବ। ଦୁର୍ଘଟଣା ରୋକିବା ସହ ଆଶୁ ଚିକିତ୍ସା ପାଇଁ ଛକମାନଙ୍କରେ ଫାଷ୍ଟଏଡ୍ ଓ ମୋବାଇଲ ମେଡିକାଲ ୟୁନିଟ୍ ରହିବ। ଜଳ ଉଠାଇବା ସ୍ଥାନ ବା ବିଭିନ୍ନ ନଦୀ ପଠାରେ ଓଡ୍ରାଫ୍ ଓ ଫାୟାର ଫାଇଟିଂ ୟୁନିଟ୍ ନିୟୋଜିତ ରହିବେ। ବିଭିନ୍ନ ସ୍ଥାନରେ ସିସିଟିଭି ରହିଛି। କଣ୍ଟ୍ରୋଲ ରୁମ୍ ମଧ୍ୟରେ ଏସବୁକୁ ମନିଟର କରାଯିବ। ସେପଟେ ଲିଙ୍ଗରାଜ ମନ୍ଦିରରେ ପ୍ରାୟ 2 ଲକ୍ଷ କାଉଡ଼ିଆ ଆସିବାର ସମ୍ଭାବନା ରହିଛି। ଖବର ନମ୍ବର 13 ମେଟ୍ରିକ ଟପରଙ୍କୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଶିକ୍ଷା, ସ୍ୱାଭିମାନ ଓ ତ୍ୟାଗ ମେଧାବୃତ୍ତି 2024 ପ୍ରଦାନ। ମେଟ୍ରିକ ଟପରଙ୍କୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଶିକ୍ଷା, ସ୍ୱାଭିମାନ ଓ ତ୍ୟାଗ ମେଧାବୃତ୍ତି ପ୍ରଦାନ କରାଯାଇଛି। 2024ର ମେଟ୍ରିକ ଟପର ଶୁଭଙ୍କର ସାହୁଙ୍କୁ ଏହି ମେଧାବୃତ୍ତି ଦିଆଯାଇଛି। ପୁରସ୍କାର ସ୍ୱରୂପ ଶୁଭଙ୍କରଙ୍କୁ ମିଳିଛି 1 ଲକ୍ଷ ଟଙ୍କା। ସିଙ୍ଗାପୁରରେ ରହୁଥିବା ଆନନ୍ଦପୁର ବ୍ଲକ ଫକିରପୁର
ନିବାସୀ ସତ୍ୟ ସୁତାରଙ୍କ ତରଫରୁ ଏହି ମେଧାବୃତ୍ତି ଦିଆଯାଇଛି। ଖବର ନମ୍ବର 14 ବହୁତୁଲେ ହେଲେ ଟିମ୍ ଇଣ୍ଡିଆର ବୋଲିଂ କୋଚ୍। ଟିମ୍ ଇଣ୍ଡିଆର ବୋଲିଂ କୋଚ୍ ଭାବେ ନିଯୁକ୍ତି ପାଇଛନ୍ତି ଭେଟେରାନ୍ କ୍ରିକେଟର ସାଇରାଜ ବହୁତୁଲେ। ତାଙ୍କୁ ଆଜି ବିସିସିଆଇ ଟିମ୍ ଇଣ୍ଡିଆର ଅସ୍ଥାୟୀ ବୋଲିଂ କୋଚ୍ ଭାବେ ନିଯୁକ୍ତି କରିଛି। ସେ ଶ୍ରୀଲଙ୍କା ବିପକ୍ଷ ଟି20 ଓ ଦିନିକିଆ ସିରିଜରେ ଭାରତୀୟ ଟିମ୍ର ବୋଲିଂ କୋଚ୍ ଭାବେ କାମ କରିବେ। ବହୁତୁଲେ ଏବେ ବେଙ୍ଗାଲୁରୁସ୍ଥିତ ନ୍ୟାସନାଲ କ୍ରିକେଟ ଏକାଡେମୀରେ ବୋଲିଂ ପ୍ରଶିକ୍ଷକ ରହିଛନ୍ତି। ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସହ ସେ ଶ୍ରୀଲଙ୍କା ଗସ୍ତ କରିବେ। ଖବର ନମ୍ବର 15 ଏସିଆ କପ୍ରେ ଭାରତର କ୍ରମାଗତ ଦ୍ୱିତୀୟ ବିଜୟ। ପ୍ରଥମ ମ୍ୟାଚ୍ରେ ପାକିସ୍ତାନକୁ ଧୂଳି ଚଟାଇଥିବା ଭାରତୀୟ ମହିଳା ଦଳ ରବିବାର ୟୁଏଇ ବିପକ୍ଷରେ ବୃହତ ବିଜୟ ହାସଲ କରିଛି। ଶ୍ରୀଲଙ୍କାରେ ଚାଲିଥିବା ଏସିଆ କପ୍ରେ ଭାରତୀୟ ମହିଳା ଦଳ କ୍ରମାଗତ 2ଟି ବିଜୟ ହାସଲ କରି ସେମିଫାଇନାଲରେ ନିଜର ସ୍ଥାନ ଏକ ପ୍ରକାରର ପକ୍କା କରି ନେଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ହରାଇ ବିଶାଳ 201 ରନ୍ କରିଥିଲା। ଏହାର ଜବାବରେ ୟୁଏଇ 20 ଓଭରରେ 7 ୱିକେଟ୍ ହରାଇ କେବଳ 123 ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ ଭାରତୀୟ ମହିଳା ଦଳ ମ୍ୟାଚ୍କୁ 78 ରନ୍ରେ ଜିତି ନେଇଛି। ବ୍ୟାଟିଂରେ ମାତ୍ର 29 ବଲ୍ରେ ଅପରାଜିତ 64 ରନ୍ର ଇନିଂସ ଖେଳିଥିବା ଭାରତୀୟ ଟିମ୍ର ରିଚା ଘୋଷଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପୁରସ୍କାର ମିଳିଛି। ଖବର ନମ୍ବର 16 ବାଂଲାଦେଶୀ ଆଶ୍ରୟ ମାଗିଲେ ନିଶ୍ଚୟ ଆଶ୍ରୟ ଦେବୁ ମମତା ବାନାର୍ଜୀ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ଶହୀଦ ଦିବସ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ଅଭିଭାଷଣରେ ମମତା ବାନାର୍ଜୀ ବାଂଲାଦେଶରେ ଚାଲିଥିବା ହିଂସା ସମ୍ପର୍କରେ ଉଲ୍ଲେଖ କରିଥିଲେ। ଆମକୁ ବାଂଲାଦେଶର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। ମୁଁ ଆପଣଙ୍କୁ ଆଶ୍ୱାସନା ଦେଉଛି ଯେ ଟିଏମସି ସରକାର ବାଂଲାଦେଶରେ ଫସି ରହିଥିବା ବଙ୍ଗଳା ବାସିନ୍ଦାଙ୍କୁ ବାହାରକୁ ଆଣିବା ପାଇଁ ସମ୍ପୂର୍ଣ୍ଣ ବିଶ୍ୱାସ ରଖିଛନ୍ତି। ମମତା ବାନାର୍ଜୀ ଶରଣାର୍ଥୀଙ୍କ ଉପରେ ଜାତିସଂଘର ପ୍ରସ୍ତାବକୁ ମଧ୍ୟ ଉଲ୍ଲେଖ କରି କହିଛନ୍ତି, ଯଦି ବାଂଲାଦେଶୀମାନେ ଆମକୁ ଆଶ୍ରୟ ମାଗନ୍ତି ତେବେ ଆମେ ସେମାନଙ୍କୁ ଆଶ୍ରୟ ଦେବୁ। ଖବର ନମ୍ବର 17 ଭାରତୀୟ ଅଲିମ୍ପିକ ଦଳ ପାଇଁ ବିସିସିଆଇର ବଡ଼ ଘୋଷଣା ପ୍ରଦାନ କରିବ ଏତିକି କୋଟି। ପ୍ୟାରିସ ଅଲିମ୍ପିକ 2024 ଜୁଲାଇ 26ରୁ ଆରମ୍ଭ ହୋଇ ଅଗଷ୍ଟ 11ରେ ଶେଷ ହେବ। ଏଥର ଅଲିମ୍ପିକ୍ସରେ ଭାରତରୁ 117 ଜଣ ଆଥଲେଟ୍ ଅଂଶଗ୍ରହଣ କରୁଛନ୍ତି ଏବଂ ଭାରତର ପଦକ ସଂଖ୍ୟା 2 ଅଙ୍କରେ ପହଞ୍ଚିବ ବୋଲି ଆଶା କରାଯାଉଛି। କିନ୍ତୁ ଏବେ ପ୍ୟାରିସ ଅଲିମ୍ପିକ ଆରମ୍ଭ ହେବା ପୂର୍ବରୁ ବିସିସିଆଇ ଭାରତୀୟ ଆଥଲେଟ୍ମାନଙ୍କୁ ସମର୍ଥନ କରିବା ପାଇଁ ବଡ଼ ଘୋଷଣା କରିଛି। ବିସିସିଆଇ ସଚିବ ଜୟ ଶାହ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ପ୍ୟାରିସ ଅଲିମ୍ପିକ 2024ରେ ଭାରତର ପ୍ରତିନିଧିତ୍ୱ କରୁଥିବା ଆମ ଆଥଲେଟ୍ମାନଙ୍କୁ ବିସିସିଆଇ ସମର୍ଥନ କରୁଛି ବୋଲି ଘୋଷଣା କରି ମୁଁ ଗର୍ବ ଅନୁଭବ କରୁଛି। ଆମେ ଭାରତୀୟ ଅଲିମ୍ପିକ ସଂଘକୁ ଏହି ଅଭିଯାନ ପାଇଁ 8.5 କୋଟି ଟଙ୍କା ପ୍ରଦାନ କରୁଛୁ। ଆମେ ଭାରତୀୟ ଦଳକୁ ଶୁଭକାମନା ପ୍ରଦାନ କରୁଛୁ। ଖବର ନମ୍ବର 18 ଚିନ୍ତା ବଢ଼ାଇଲା ନିପା ଭାଇରସ୍। କେରଳରେ 14 ବର୍ଷ ବାଳକର ମୃତ୍ୟୁ। କେରଳ ମାଲାପୁରମରେ ନିପା ଭାଇରସରେ ଜଣେ 14 ବର୍ଷର ବାଳକର ମୃତ୍ୟୁ ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଭେନା ଜର୍ଜ କହିଛନ୍ତି ଯେ ଶନିବାର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବାଳକକୁ ନିପା ଭାଇରସ୍ ବୋଲି ନିଶ୍ଚିତ କରିଛି। ବାଳକ ମାଳାପୁରମ ଜିଲ୍ଲାର ବାସିନ୍ଦା ଥିଲେ। କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜଙ୍କ ଅନୁଯାୟୀ ସକାଳ 10:50ରେ ତାଙ୍କୁ ହୃଦଘାତ ହୋଇଥିଲା। ସେ ଭେଣ୍ଟିଲେଟର ସପୋର୍ଟରେ ଥିଲେ। ସକାଳ 11:30ରେ ତାଙ୍କର ମୃତ୍ୟୁ ହୋଇଥିଲା। ମନ୍ତ୍ରୀ କହିଛନ୍ତି, ପ୍ରୋଟୋକଲ ଅନୁଯାୟୀ ପିଲାଟିର ଅନ୍ତିମ ସଂସ୍କାର କରାଯିବ। କେରଳ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ନିପା ଭାଇରସରେ ସଂକ୍ରମିତ 4 ଜଣଙ୍କୁ ଅଧିକ ବିପଦ ବର୍ଗରେ ରଖାଯାଇଛି ଏବଂ ମଞ୍ଜେରି ମେଡିକାଲ କଲେଜରେ ଚିକିତ୍ସା କରାଯାଉଛି। ଖବର ନମ୍ବର 19 ତାଳଗଛ ଗଣ୍ଡିରେ ଲେଖି ପାଠ ପଢ଼ାଉଛନ୍ତି ଶିକ୍ଷୟିତ୍ରୀ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଗୃହ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଚାରିଆଡ଼େ ସମାଲୋଚନା କରାଯାଉଛି। ଇସଲାମପୁର ବ୍ଲକରେ ଥିବା ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଯିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମାଧ୍ୟମିକ ବିଦ୍ୟାଳୟର ବିଦ୍ୟୁତ କାଟ ହେତୁ ପିଲାମାନେ ଗରମରେ ଶ୍ରେଣୀଗୃହରେ ବସି ପାରୁନଥିଲେ। ଗରମରେ ଆଉଟୁ ପାଉଟୁ ହେଉଥିବା ଦେଖି ଶିକ୍ଷୟିତ୍ରୀ ଶ୍ରେଣୀଗୃହ ବାହାରକୁ ଚାଲି ଆସିଥିଲେ। ଗରମ ହେତୁ ପିଲାଙ୍କ ପାଠପଢ଼ାରେ ଯେମିତି ବାଧା ନ ଉପୁଜୁ ସେଥିପାଇଁ ସେ ଏକ ସ୍ୱତନ୍ତ୍ର ସ୍ଥାନ ଖୋଜିଥିଲେ। ଏହାପରେ ସ୍କୁଲଠାରୁ କିଛି ଦୂରରେ ଥିବା ଖୋଲା ପଡ଼ିଆକୁ ଶିକ୍ଷୟିତ୍ରୀ ଲଳିତା ଶ୍ରେଣୀଗୃହ କରି ତାଳଗଛକୁ କଳାପଟା କରିଥିଲେ, ଯାହା ମାଧ୍ୟମରେ ସେ ପିଲାଙ୍କୁ ପାଠ ପଢ଼ାଇବା ଆରମ୍ଭ କରିଥିଲେ। ଶିକ୍ଷୟିତ୍ରୀ ଲଳିତା ଏହି ଘଟଣାକୁ ନେଇ କହିଛନ୍ତି, ବିଦ୍ୟାଳୟରେ ବିଜୁଳି ସମସ୍ୟା ନେଇ ଅନେକ ଥର ଅଭିଯୋଗ ହୋଇଛି, କିନ୍ତୁ ଏଯାବତ୍ କୌଣସି ପ୍ରକାରର ସମାଧାନ ହୋଇନାହିଁ। ପିଲାମାନେ ଶ୍ରେଣୀଗୃହରେ ଗରମରେ ଆଉଟୁ ପାଉଟୁ ହୋଇ ପାଠ ପଢ଼ିବା ବଦଳରେ ଖୋଲା ଆକାଶରେ ଖୋଲା ପବନରେ ବସି ପାଠ ପଢ଼ୁଛନ୍ତି। ଶ୍ରେଣୀଗୃହରେ ଯେଉଁ କଳାପଟା ଅଛି ତାହା ସ୍ଥାୟୀ
ସ୍କୁଲରେ କୌଣସି ଅସ୍ଥାୟୀ କଳାପଟା ନାହିଁ, ତେଣୁ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ତାଳଗଛର ଗଣ୍ଡିର ସାହାଯ୍ୟ ନେଉଛି। ଖବର ନମ୍ବର 20 ଏଣିକି ଯାଞ୍ଚ ହେବ ସ୍କୁଲ ବସ୍, ଖିଲାପ ଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ। ଏଣିକି ସ୍କୁଲ ବସ୍ରେ ନିୟମିତ ଯାଞ୍ଚ ହେବ। ସ୍କୁଲ ବସ୍ରେ ଅଗ୍ନି ନିରାପତ୍ତା ନିୟମ ପାଳନକୁ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ବସ୍ ଭିତରେ ଅଗ୍ନି ନିରାପତ୍ତା ନିୟମ ଠିକ୍ ଭାବରେ ପାଳନ କରାଯାଉଛି କି ନାହିଁ ତାହା ଯାଞ୍ଚ ହେବ। ଏଥିରେ ଖିଲାପ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ କମିଶନର ଅମିତାଭ ଠାକୁର ସୂଚନା ଦେଇଛନ୍ତି। ସବୁ ଆର୍ଟିଓଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର। ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି କଡ଼ା ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି।